9 ମାର୍ଚ୍ଚ 1980 ମସିହା 9 ବର୍ଷର ଜଣେ ଝିଅ ସହ ଜୋର ଜବରଦସ୍ତି ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରୁଥିବା ବେଳେ ଜଣେ ବ୍ୟକ୍ତିକୁ ଗିରଫ କରେ ପୋଲିସ। ପଛରୁ ପଛରୁ ଜଣାପଡ଼େ 350ରୁ ଊର୍ଦ୍ଧ୍ୱ ଯୁବତୀଙ୍କୁ ଜୋର ଜବରଦସ୍ତି କରି ଶାରୀରିକ ସମ୍ପର୍କ ରଖିବା ପରେ ସମସ୍ତଙ୍କୁ ହତ୍ୟା କରି ମାରିଦେଇଛି ଆଉ ତାପରେ ସେମାନଙ୍କୁ ମାଟି ଖୋଳି ପୋତି ସାରିଛି। ଦିନକୁ ଦିନ ଝିଅ ଆଉ ଯୁବତୀମାନେ କୁଆଡ଼େ ଗାୟବ ହେଉଥିଲେ କେହି କିଛି ଜାଣିପାରୁନଥିଲେ। ହେଲେ ଏହି ବ୍ୟକ୍ତିର ମୁହଁରୁ ଏମିତି ସତ ଶୁଣି ସମସ୍ତଙ୍କର ହୋସ୍ ଉଡ଼ି ଯାଇଥିଲା, ପୁରା ବିଶ୍ୱ ଥରି ଯାଇଥିଲା। ଏମିତିକି ଏ ବ୍ୟକ୍ତିର ନାଁରେ ଏକାଧିକ ହତ୍ୟା କରିଥିବା ଅପରାଧୀ ଭାବେ ଗିନିଜ୍ ୱାର୍ଲଡ ରେକର୍ଡରେ ମଧ୍ୟ ସାମିଲ ହୋଇଥିଲା। ଗିରଫ ପରେ ଅଭିଯୁକ୍ତ କହିଥିଲା ତା ଜୀବନରେ ଏମିତି ଗୋଟିଏ ଘଟଣା ଘଟି ଯାଇଥିଲା ଯାହାପରେ ସେ ଏତେ ନୃଶଂସ ପାଲଟି ଯାଇଥିଲା। 8 ଅକ୍ଟୋବର 1948 ମସିହା ଦକ୍ଷିଣ ଆମେରିକାର କଲମ୍ବିଆରେ ଜନ୍ମ ହୁଏ ପେଦ୍ରୋ ଆଲୋନ୍ସୋ ଲୋପେଜ। ପରିବାରରେ 13 ଭାଇ ଭଉଣୀ ଭିତରେ ପେଦ୍ରୋ ଲୋପେଜ ଥିଲା 7 ନମ୍ବର ପୁଅ। ସେତେବେଳେ ଦେଶରେ ଶାନ୍ତି ଶୃଙ୍ଖଳା ପରିସ୍ଥିତି ପୁରା ଖରାପ ଥିଲା ଆଉ ଏପଟେ ପେଦ୍ରୋର ପରିବାର ପୁରା ଗରିବ ଥିଲା। ପେଦ୍ରୋ ଜନ୍ମ ହେବାର 6 ମାସ ପୂର୍ବରୁ ତାର ବାପାକୁ କେହି ହତ୍ୟା କରି ମାରିଦେଇଥିଲା। ମା ଅନ୍ୟର ଘରେ କାମ କରୁଥିଲା କିନ୍ତୁ ଦେହ ବ୍ୟବସାୟରେ ବି ଲିପ୍ତ ରହୁଥିଲା। ପେଦ୍ରୋ ଲୋପେଜ ଛୁଆ ହୋଇଥିଲେ ବି ନିଜ ଆଖି ଆଗରେ ଦେଖୁଥିଲା କେମିତି